प्रार्थना ଜାନୁଆରୀ 15, 1916। हे प्रभु, तोते ही ମୁଁ ଡାକିପାରେ ମୋ ଭଗବାନ ବୋଲି। ତୁ ହିଁ ସନାତନ ବିଶ୍ୱାତୀତର ବ୍ୟକ୍ତିଗତ ରୂପ ଓ ମୋ ବ୍ୟଷ୍ଟି ସତ୍ତାର କାରଣ, ଉତ୍ସ, ସଦ୍ବସ୍ତୁ। ତୁ ହିଁ ଶହ ଶହ ବର୍ଷ, ହଜାର ହଜାର ବର୍ଷ ଧରି ଧୀରେ ସୂକ୍ଷ୍ମ ଭାବେ ଏହି ଜଡ଼ ବସ୍ତୁକୁ ଗଢ଼ି ତୋଳିଛୁ, ଯେପରି ସେ ଦିନେ ସଜ୍ଞାନ ଭାବେ ତୋ ସହ ଏକ ହୋଇଯାଇପାରେ। କେବଳ ତୁ ହିଁ ହୋଇଯାଇପାରେ। ହେ ପ୍ରଭୁ, ତୁ ମୋ ସମ୍ମୁଖରେ ତୋର ପୂର୍ଣ୍ଣ ସମୁଜ୍ଜ୍ୱଳ ଦିବ୍ୟ ରୂପରେ ଆବିର୍ଭୂତ ହୋଇଛୁ। ଏହି ବ୍ୟକ୍ତି ସତ୍ତା ତାର ସମସ୍ତ ଜଟିଳତା ସହ ପରମ ଭକ୍ତି ଭରି ଗୋଟାଏ ଚରମ ପୂଜାର ଅର୍ଘ୍ୟ ରୂପେ ତୋତେ ଆତ୍ମନିବେଦନ କରୁଛି। ତାହାର ସର୍ବାଙ୍ଗୀନ ଆସ୍ପୃହା ହେଲା ତୋ ସଙ୍ଗେ ଏକାତ୍ମ ହେବା, ତୁ ହିଁ ହୋଇ ଉଠିବା, ଚିରକାଳ ନିମନ୍ତେ ତୁ ହିଁ ହୋଇଯିବା, ଚିରକାଳ ସକାଶେ ତୋର ସଦ୍ବସ୍ତୁ ମଧ୍ୟରେ ବୁଡ଼ିଯିବା। କିନ୍ତୁ ସେ କ'ଣ ଏଥି ନିମନ୍ତେ ପ୍ରସ୍ତୁତ? ତୋର କାର୍ଯ୍ୟ କ'ଣ ସମ୍ପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇଛି? ଏହା ମଧ୍ୟରେ କ'ଣ ଆଉ କୌଣସି ଛାୟା, କୌଣସି ଅଜ୍ଞାନତା, କୌଣସି ସୀମା ନାହିଁ? ଏଥର କ'ଣ ତୁ ତାହାକୁ ଚିରସ୍ଥାୟୀ ଭାବେ ଅଧିକାର କରିବୁ ଆଉ ପରମ ପୂର୍ଣ୍ଣତମ ରୂପାନ୍ତର ଦ୍ୱାରା ତାହାକୁ ଚିରକାଳ ନିମନ୍ତେ ଅଜ୍ଞାନମୟ ଜଗତରୁ ଉଦ୍ଧାର କରିବୁ ଏବଂ ସତ୍ୟର ଜଗତରେ ବାସ କରାଇବୁ? ଅଥବା ହୁଏତ ତୁ ହିଁ ମୁଁ, ଯେତେବେଳେ ମୁଁ ସକଳ ଭ୍ରାନ୍ତି, ସକଳ ସୀମାରୁ ମୁକ୍ତ। ମୁଁ କ'ଣ ଏହି ଯଥାର୍ଥ ମୁଁ ହୋଇଛି ଅଖଣ୍ଡ ଭାବେ ସତ୍ତାର ପ୍ରତ୍ୟେକ ଅଣୁ ପରମାଣୁରେ? ତୁ କ'ଣ ଆକାଂକ୍ଷିତ ରୂପାନ୍ତର ଆକସ୍ମିକ ବଜ୍ରପାତ ତୁଲ୍ୟ ଘଟାଇବୁ? ନା, ତାହା ହେବ ସେହି ମନ୍ଥର ଗତିରେ। ଗୋଟିକ ପରେ ଗୋଟିଏ କରି ପ୍ରତ୍ୟେକ କୋଷକୁ ତାର ରାତ୍ରିର ଅନ୍ଧକାରରୁ, ତାର ସୀମାବନ୍ଧନରୁ ଛିନ୍ନ କରି ଆଣିବା ଦ୍ୱାରା ତୁ ହିଁ ସେହି ପରମ ଅଧୀଶ୍ୱର, ଯେ ତାର ରାଜ୍ୟ ଅଧିକାର କରିବାକୁ ପ୍ରସ୍ତୁତ। ତୁ କ'ଣ ତୋ ରାଜ୍ୟକୁ ଏବେ ବି ପର୍ଯ୍ୟାପ୍ତ ଭାବେ ପ୍ରସ୍ତୁତ ହେବା ଦେଖୁନାହୁଁ, ଯେପରି ସେ ତୋ ସଙ୍ଗେ ପୂର୍ଣ୍ଣ ଭାବେ ମିଳିତ ହୋଇପାରେ ଏବଂ ତୋ ଶରୀର ସଙ୍ଗେ ଏକ ହୋଇଯାଇପାରେ? ତେବେ କ'ଣ ପରିଶେଷରେ ବ୍ୟକ୍ତି ମଧ୍ୟରେ ସର୍ବାଙ୍ଗୀନ ଦିବ୍ୟ ଜୀବନ ତୁଲ୍ୟ ମହାନ ଅଲୌକିକ ଘଟଣା ପ୍ରତିଷ୍ଠିତ ହେବ? ତେବେ କ'ଣ ପରିଶେଷରେ ବ୍ୟକ୍ତି ମଧ୍ୟରେ ସର୍ବାଙ୍ଗୀନ ଦିବ୍ୟ ଜୀବନ ତୁଲ୍ୟ ମହାନ ଅଲୌକିକ ଘଟଣା ପ୍ରତିଷ୍ଠିତ ହେବ?